ଏ ବିଧାୟକଙ୍କ ଶରୀର ଟିକେ ଅସୁସ୍ଥ, ସେଥିପାଇଁ ସେ ଆସିପାରିଲେନି। ଆଉ ତାଙ୍କର ଯଥେଷ୍ଟ ଭରସା ନିଆଳି ସଂଗଠନ ଉପରେ। ସେଥିପାଇଁ ନିଆଳି ସଂଗଠନର ସମସ୍ତ ପ୍ରମୁଖ କର୍ମକର୍ତ୍ତା, ସମସ୍ତ ପିଆରଆଇ ମେମ୍ବର୍ସ, ତା ସାଙ୍ଗେ ସାଙ୍ଗେ ଦଳର ସମସ୍ତ ବରିଷ୍ଠ କର୍ମୀ ସମସ୍ତଙ୍କୁ ସେ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ତାର ପ୍ରତିଫଳନ ଆପଣମାନେ ଦେଖିଛନ୍ତି। ତାଙ୍କ ଅନୁପସ୍ଥିତିରେ ମିଟିଂ ସକ୍ସେସଫୁଲ ମିଟିଂ ହେଇଛି। ଆଜି ସବୁ ଯେତିକି ପ୍ରତିଷ୍ଠା ଦିବସ ହେଇଛି ସଂକଳ୍ପ ନିଅନ୍ତି କର୍ମୀମାନେ, କ'ଣ ଆଜିର ମୁଖ୍ୟ ବାର୍ତ୍ତା ଆମର ଆଜି ଦେଖିଥିବେ ଶଙ୍ଖ ଭବନରେ ବିଜୁ ଜନତା ଦଳର ସଭାପତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କର ବକ୍ତବ୍ୟରେ ସେ ସ୍ପଷ୍ଟ କରିଛନ୍ତି, ଦଳ ଆଜି କ୍ଷମତାରେ ରହିନାହିଁ, ଯୋଉଥିପାଇଁ ପ୍ରଥମେ ଦାୟୀ ମୁଁ ଦଳର ସଭାପତି ହିସାବରେ। ତେଣୁ ସେଇଟା ସମସ୍ତ ଅଗଣିତ ଯେଉଁ 4.5 କୋଟି ଓଡ଼ିଆଙ୍କର ଯିଏ ନେତା ସମସ୍ତେ ବାଣ୍ଟି ନେଇଛନ୍ତି ସେଇଟା ନିଜ ନିଜ ଉପରକୁ। ତା ସାଙ୍ଗରେ ତୃଣମୂଳ ସ୍ତରରେ ସମସ୍ତ କର୍ମୀମାନେ ଆଉ ଥରେ ସଂଗଠିତ ରୂପରେ ବିଜୁ ଜନତା ଦଳ ଗୋଟେ ନୂଆ ସଂଗଠନ ନୂଆ ରୂପରେ ଆଗାମୀ ଦିନରେ ଲୋକଙ୍କର ସ୍ୱାର୍ଥ ଲୋକଙ୍କର ଲଢ଼େଇ ପାଇଁ ରାସ୍ତାରେ ବାହାରିବ। 27 ନିର୍ବାଚନ ପାଇଁ କ'ଣ ଷ୍ଟ୍ରାଟେଜି ରହିବ? 27 ନିର୍ବାଚନ ପାଇଁ ଷ୍ଟ୍ରାଟେଜିରେ ଦଳ ଲଢ଼େ ନାହିଁ। ଦଳ ଲଢ଼ିବ, ଲୋକଙ୍କର ସମସ୍ୟା ଲୋକଙ୍କର ସ୍ୱାର୍ଥକୁ ନେଇ ରାସ୍ତାକୁ ଆସିବ, ଲୋକଙ୍କର ଆସ୍ଥାକୁ ପୁଣି ଆସିବ, ପୁଣି ନିର୍ବାଚନ ହେବ। ये निर्वाचन मंडल डॉक्टर मल्लिक नेतृत्व में आम प्रिय नेता नेतृत्व में आउ थे 3-3 ब्लॉक रे दल सरकार रे आसी गणतंत्र रे निर्वाचन गोटे स्वाभाविक प्रक्रिया। निर्वाचन रे हार जीत निश्चिंत। आमर एठिकार विजु जनता दलर जी प्रार्थी थे आमर प्रिय नेता डॉक्टर प्रमोद मल्लिक, एठिकार हारिबार व्यवधान हूँ 1423 खंड भोट। हुए तो आम गोटे वार्डर भोट जदि आम सपक्ष आसी था आम हुए तो आज माने परिस्थिति अलग था। एठिकार विधायक चतुर्थ थर पर से जीति था। तेणु 700 भोट नट ए मार्जिन। तेणु विजु जनता दल पाखे से गतकालीर शक्ति अच्छी, सामर्थ्य अच्छी, लड़ाई जोश अच्छी। तेणु आगामी दिन में लड़ाई पाई विजु जनता दल प्रत्येक कर्मी आज प्रस्तुत। ओवर कॉन्फिडेंस नहीं कि एमती प्रॉब्लम नहीं ता तो निश्चय विभिन्न प्रकार कारण अच्छी, कारण राज्य में से ओवर कॉन्फिडेंस रो प्रभाव आसला। एनी हाउ छाड़ू आपण से पछकू आम तर्जमा बेसी करूना। आगामी दिन में से जो शब्दटी आप व्यवहार कले ता किभली भाव में न हो कि आम कॉन्फिडेंटली ओवर कॉन्फिडेंट न कॉन्फिडेंटली निर्वाचन लड़िबा एवं जितिबा से रणनीति रे आम प्रस्तुत। NK Media, most trusted social media.